ଖାଲି ମୁଁ ନୁହେଁ, ଆପଣମାନେ ବି ବହୁତ ଜାଗାରେ ଶୁଣିଥିବେ, ଯେତେବେଳେ ଝିଅଟିଏ ପାଇଁ ପ୍ରସ୍ତାବ ଆସେ, ବାପା ମା' ମାନେ କିମ୍ବା ବନ୍ଧୁବାନ୍ଧବମାନେ ଭାରି ଖୁସି ହେଇଯାଆନ୍ତି କି ଯାହା ହଉ ଯେଉଁ ପ୍ରସ୍ତାବଟା ଆମ ଝିଅ ପାଇଁ ଆସିଛି, ତାଙ୍କ ଘରେ ପୁଅଟି ଗୋଟିଏ ବୋଲି ପୁଅ। ଶୁଣିଥିବେ ନା? ନିଶ୍ଚିନ୍ତ ଶୁଣିଥିବେ ଯେ ବାପା ମା' ମାନେ ବହୁତ ଖୁସି ହେଇଯାଆନ୍ତି। ସେଇଟା ମୁଁ ବି ଶୁଣିଛି, ଛୋଟବେଳୁ ଶୁଣି ଆସିଛି। ତ କ'ଣ ପାଇଁ ଲୋକମାନେ ଏଇ ଚିନ୍ତାଧାରାଟା ରଖିଥିଲେ ସେଇଟା ମୁଁ ଆଜି ଯାଏଁ ଜାଣିପାରୁନଥିଲି, ହେଲେ ଆଜି ମୁଁ ଜାଣିପାରୁଛି ଏଇଥିପାଇଁ ରଖିଥିଲେ। କାହିଁକି ନା ଯେଉଁ ଘରେ 2 କିମ୍ବା ଅଧିକ ପୁଅ ଥାଆନ୍ତି, ଝିଅଙ୍କ କଥା ମୁଁ ଏଇଠି କହୁନି, କେବଳ ପୁଅଙ୍କ କଥା କହୁଛି। ସେଇ ଘରେ ବାପା ମା' ମାନେ ବି ପିଲାମାନଙ୍କ ଭିତରେ, ମାନେ ପୁଅମାନଙ୍କ ଭିତରେ, କେବଳ ଏଠି ଝିଅମାନଙ୍କ କଥା ଜମା ବି ଉଠୁନି। ପୁଅମାନଙ୍କ ଭିତରେ ଯାହା ବି ହେଲେ ଟିକେ ନା କିଛି ଭେଦଭାବ ରଖନ୍ତି। ଖାଲି ପୁଅମାନଙ୍କ ନୁହେଁ, ଭବିଷ୍ୟତରେ ବୋହୂମାନଙ୍କ ପ୍ରତି ବି ସେଇ ଜିନିଷଟା ରୁହେ। ତାପରେ ନିଜ ନାତି ନାତୁଣୀମାନଙ୍କ ପ୍ରତି ବି ସେଇ ଜିନିଷଟା ବାପା ମା' ମାନଙ୍କର ଆସିଯାଏ। ସେଇଥିପାଇଁ କୌଣସି ବାପା ମା' ଚାହାନ୍ତିନି ଯେ ଆମ ଝିଅ ସହିତ ଏସବୁ ଜିନିଷ ହଉ, ତେଣୁକରି ସେମାନେ ଚାହାନ୍ତି ଗୋଟିଏ ବୋହୂ, ଗୋଟିଏ ଆମ ଝିଅ, ଗୋଟିଏ ବୋଲି ବୋହୂ ହେଇକି ରହୁ ତା ଶାଶୁ ଘରେ। ତେଣୁକରି ଏଇଟା ମୁଁ ଭାବିଲି। ତ ଆପଣମାନେ କ'ଣ ଭାବୁଛନ୍ତି ସେଇଟା ମୁଁ ଜାଣିନି, ମୋତେ କମେଣ୍ଟ ସେକ୍ସନରେ ଜଣେଇବେ, ପ୍ଲିଜ୍ ଜଣେଇବେ। କାହିଁକିନା ମୁଁ ଜାଣିନି କେତେଜଣ ସହମତ ହେବେ ଏଇଥିରେ। ମୋତେ ଯେଉଁଟା ଫିଲ୍ ହେଲା ସେଇଟା ମୁଁ କହିଲି, ଆପଣମାନଙ୍କ ସହିତ ସେୟାର କଲି। ଆପଣମାନେ ଏସବୁ ଜିନିଷ କେବେ ଫିଲ୍ କରିଛନ୍ତି କି? ତ ଏପରି ବହୁତ, ଖାଲି ଏଇ ଗୋଟିଏ ଜିନିଷ ମୁଁ କହିଲି, କିନ୍ତୁ ଏଭଳିଆ ବହୁତ ଜିନିଷ ଆହୁରି ଥାଏ ଯେଉଁଥିରେ କି ଗୋଟିଏ ପୁଅ ହେଲେ ବହୁତ ଫାଇଦା। କମ୍ ସେ କମ୍ 2 ବୋହୂଙ୍କ ଭିତରେ କମ୍ପେୟାର ତ କରାଯାଏନି କି ଇଏ ଏମିତିଆ ସିଏ ସେମିତିଆ, 2 ଜଣଙ୍କ ଭିତରେ ବାଦଛେଦ କରାଯାଏନି, 2 ପୁଅଙ୍କର ପିଲାଛୁଆଙ୍କ ଭିତରେ ବାଦ